ଜାନୁଆରୀ 21 ଠାରୁ ସର୍ଭେ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଘର। ଯଦି ଆପଣ ମଧ୍ୟ ଜଣେ ଯୋଗ୍ୟ ହିତାଧିକାରୀ ହେଇଥିବେ ତେବେ ଆପଣଙ୍କ ଘରକୁ ମଧ୍ୟ ସର୍ଭେ କରାଯିବ। ତ କ'ଣ ରହିଛି ଫ୍ରେଣ୍ଡସ୍ ଅପଡେଟଟି ଆସନ୍ତୁ ଆମେ ଜାଣିବା। ତ ମୋ ନାଁ ଫକୀର ବେହେରା, ଆପଣମାନେ ଦେଖୁଛନ୍ତି ଓଡ଼ିଆ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଏହିପରି ଭିଡ଼ିଓ ଦେଖିବା ପାଇଁ ଫ୍ରେଣ୍ଡସ୍ ଆମ ଓଡ଼ିଆ ଶିକ୍ଷା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖ ଦେବାଲକୁ ଦବାଇ ଦିଅନ୍ତୁ। ଧନ୍ୟବାଦ। ଏହି ଜାନୁଆରୀ ମାସ 21ରୁ ପିଏମ୍ ଆବାସ ସର୍ଭେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ ହେବେ ଲୋକେ, ଚିହ୍ନଟ କରିବେ ସରକାର। ଚଳିତ ମାସ 21 ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ। ଘର ପାଇବାର ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆବାସ ପ୍ଲସ୍ ମୋବାଇଲ ଆପ୍ସ ମାଧ୍ୟମରେ ଚିହ୍ନଟ କରାଇବାକୁ ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ। ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ପ୍ରକ୍ରିୟାରେ ସର୍ଭେ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୋବାଇଲ ଆପ୍ସ ଦ୍ୱାରା ଏହି ଆବାସ ପ୍ଲସ୍ ମାଧ୍ୟମରେ ସର୍ଭେ କରାଯିବ। ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଏହି ପ୍ରତିକ୍ରିୟାରେ ମାର୍ଚ୍ଚ 31 ଯାଏ ଚାଲୁ ରହିବ। ସଂଶୋଧିତ ସର୍ତ୍ତାବଳୀ ଆଧାରରେ ଶ୍ରେଣୀ ସର୍ଭେ କରିବେ। ଆଧାର ସାହାଯ୍ୟରେ ହେବ ସର୍ଭେ, ବାଦ ପଡ଼ିବେ ନାହିଁ ଲୋକେ ବୋଲି ସରକାର ସୂଚନା ଦେଇଛନ୍ତି। ନଭେମ୍ବର 27 ଓ ଡିସେମ୍ବର 27 ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଏସ୍ପିସି ସର୍ତ୍ତାବଳୀ ଜାରି କରାଯାଇଥିଲା। ଏହି ସର୍ଭେ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମରେ କରିବାକୁ ମଧ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ। ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ଏହି ପ୍ରକ୍ରିୟା। ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଲାଇବାକୁ କୁହାଯାଇଛି। ସବୁ ପଞ୍ଚାୟତରେ ମାଇକ୍ ଯୋଗେ ଘୋଷଣା ମଧ୍ୟ କରାଯିବ। ରେକର୍ଡିଂ ହୋଇଥିବା ତଥ୍ୟ ରାଜ୍ୟ ସରକାର ଯୋଗାଇ ଦେବେ, ଯାହାକୁ ମାଇକ୍ ଯୋଗେ ପ୍ରଚାର କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ବ୍ଲକ ଓ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରେ ବଡ଼ ବଡ଼ ବ୍ୟାନର ଓ ହେଡ୍ ଲଗାଯିବ। ଯେଉଁଠି ଯୋଗାଯୋଗର ସୁବିଧା ନାହିଁ ସେଠାରେ ସ୍ଥାନୀୟ ସାଂସ୍କୃତିକ ଦଳ ଦ୍ୱାରା ଷ୍ଟ୍ରିଟ୍ ପ୍ଲାନ୍ କରାଯିବ। ଏହି ସର୍ଭେ ସମ୍ପର୍କରେ ମଧ୍ୟ ସୋସିଆଲ ମିଡ଼ିଆରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପିଏମ୍ ଆବାସ ଯୋଜନାରେ ଘର ଯୋଗାଇ ଦେବା ନିମନ୍ତେ ପ୍ରଚଳିତ ନିୟମକୁ ସରକାର କୋହଳ କରିଛନ୍ତି। ଆପଣ ମଧ୍ୟ ଜଣେ ପିଏମ୍ ଆବାସ ପାଇଁ ଯୋଗ୍ୟ ହିତାଧିକାରୀ ହେଇଥିବେ ତେବେ ଆପଣଙ୍କୁ ମଧ୍ୟ ପିଏମ୍ ଆବାସରେ ଘର ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆପଣ ଏହାକୁ ମୋବାଇଲ ସାହାଯ୍ୟରେ ସର୍ଭେ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍ଏସ୍। ଆପଣମାନଙ୍କୁ ଏହି ପ୍ରକାରରେ ସର୍ଭେ କରି ଆପଣ ପାଇପାରିବେ ଘର। ତ ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍। ଯଦି ଅପଡେଟ୍ଟି ଭଲ ଲାଗିଥାଏ ତେବେ ଆମ ଓଡ଼ିଆ ଶିକ୍ଷା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବାକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।